ଆପଣଙ୍କୁ ସତରେ ଲାଗୁଛି କି ଆପଣଙ୍କ ଜୀବନ ଏମିତି ହିଁ ରହିଯିବ ଯେମିତି ଏବେ ଅଛି? ଆପଣଙ୍କୁ ବିଶ୍ୱାସ ଅଛି କି କିଛି ନୂଆ ଶିଖିବା ଛାଡି, କିଛି ନିଜ ଭିତରେ ଚେଞ୍ଜ କରିବା ଛାଡି ଆପଣଙ୍କୁ ଏମିତି ହିଁ ଆପଣଙ୍କ ବଡ ସ୍ୱପ୍ନ ଗୁଡିକ ସାକାର ହେଇଯିବ? ରୁହନ୍ତୁ, ଏଇ କଥା ଆପଣଙ୍କୁ ଦୁନିଆରେ କେହି ବି କହିବେ ନାହିଁ, କିନ୍ତୁ ମୁଁ ଆଜି ଆପଣଙ୍କୁ କହୁଛି, ସ୍ୱପ୍ନ ସେଇମାନଙ୍କର ହିଁ ସାକାର ହୁଏ ଯେଉଁମାନେ ପ୍ରତିଦିନ ତାଙ୍କ ସ୍ୱପ୍ନକୁ ଛୁଇଁବା ପାଇଁ 5 ମିନିଟ ଦେଇଥାନ୍ତି। ହଁ, 5 ମିନିଟ। ଏହି 5 ମିନିଟ ଦିନକୁ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ବଦଳାଇ ପାରେ। ଏହି 5 ମିନିଟ ଆପଣଙ୍କୁ ବାକି 23 ଘଣ୍ଟା 55 ମିନିଟଠୁ ଅଲଗା କରିଦେବ। ଆପଣଙ୍କ ମନ ଏହି ସମୟରେ କହୁଥିବ, ମାତ୍ର 5 ମିନିଟରେ ଜୀବନ ବଦଳିଯିବ କି? ହଁ, ବଦଳି ପାରେ। ଇତିହାସ ସାକ୍ଷୀ ଅଛି, ବଡ ବଡ ଲୋକମାନେ ଯେଉଁମାନଙ୍କୁ ଆଜି ବିଶ୍ୱ ମନେ ରଖିଛି, ବ୍ରହ୍ମାଣ୍ଡ ଯୋଉମାନଙ୍କୁ ଆଜି ମନେ ରଖିଛି, ସେମାନେ ଶୁଭାରମ୍ଭ କରିଥିଲେ ଗୋଟିଏ ଛୋଟ ପଦକ୍ଷେପରୁ। ଏହି ପଦକ୍ଷେପ ଥିଲା ଦିନକୁ 5 ମିନିଟ ସ୍ୱୟଂ ପ୍ରୋଗ୍ରାମିଂ, ନିଜକୁ ପ୍ରୋଗ୍ରାମିଂ କରିବା, ନିଜ ମାଇଣ୍ଡକୁ ପ୍ରୋଗ୍ରାମିଂ କରିବା। ଭାବନ୍ତୁ, ସକାଳେ ଉଠିବା ସମୟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ଏହି ବାକ୍ୟ ମନରେ ଦୋହରାନ୍ତି, ମୁଁ କିଛି ମଧ୍ୟ କରିପାରିବି, ମୋ ସ୍ୱପ୍ନ ପାଇଁ ମୁଁ ସମ୍ପୂର୍ଣ୍ଣ ଯୋଗ୍ୟ, ସମସ୍ତ ବ୍ରହ୍ମାଣ୍ଡ ମୋ ସହଯୋଗ କରୁଛି, ତେବେ ଏହି ବାକ୍ୟ ଗୁଡିକୁ ଦିନକୁ ଦିନ ଆପଣଙ୍କ ମନରେ ମାଟିରେ ଗଛ ହେବା ପାଇଁ ପୁରା ଡାଳ ଭଳି ସାହାଯ୍ୟ କରିବ ଏବଂ ଗୋଟେ ଦିନ ତାହା ସତରେ ଗଛ ହେଇଯିବ। କିନ୍ତୁ ସମସ୍ୟା ଅଛି, ଆମେ ଏହି 5 ମିନିଟକୁ ଗୁରୁତ୍ୱ ଦେଉନାହୁଁ। ଆମେ ଭାବୁ, ଏତେ ଛୋଟ କାମରେ କଣ ହବ? ଏଠାରେ ଆମର ସବୁଠୁ ବଡ ଭୁଲ ହଉଛି ଏଇ ଭାବନା। ଜୀବନର ସବୁଠୁ ବଡ ଅନ୍ୟାୟ ହେଉଛି ମଣିଷ ଛୋଟ କାମକୁ ଛୋଟ ଭାବି ଅବହେଳା କରିଦିଏ। 5 ମିନିଟ ପ୍ରତିଦିନ ଦେଲେ ଗୋଟେ ବର୍ଷରେ ହେଉଛି 1800 ମିନିଟ, ମାନେ ପ୍ରାୟ 30 ଘଣ୍ଟା ମାତ୍ର ଆପଣଙ୍କ ସ୍ୱପ୍ନକୁ ପ୍ରୋଗ୍ରାମିଂ କରିବା ପାଇଁ। କିଏ ଠିକ କହିଛନ୍ତି? ଆପଣ ଯାହା ଭାବନ୍ତି ଆପଣ ସେଇଆ ହିଁ ହେଇଯାଆନ୍ତି। କିନ୍ତୁ ଏହି ଭାବନା ପ୍ରତିଦିନ ହେବା ଦରକାର, ଗୋଟେ ଥର ନୁହେଁ, ତାକୁ ବାରମ୍ବାର କରିବାକୁ ପଡିବ। ଆପଣ ଗୋଟିଏ ଥର ଭାବିଦେଲେ ଆପଣ ହେଇଯିବେନି। ବିଶ୍ୱର ସବୁଠୁ ଧନୀ, ସଫଳ ବ୍ୟବସାୟୀ, ଖେଳାଳି, ସେମାନେ ପ୍ରତିଦିନ ଏହି 5 ମିନିଟ ନିଅନ୍ତି। କେବେ ବହି ପଢନ୍ତି, କେବେ ଭିଜୁଆଲାଇଜ କରନ୍ତି, କେବେ ପଜିଟିଭ ଆଫର୍ମେସନ କୁହନ୍ତି, କିନ୍ତୁ ଆମେ କହୁ କାଲିଠାରୁ ଆରମ୍ଭ କରିବା, ଏବଂ ଏହି କାଲି କେବେ ବି ଆସେନି। ଭୟ ଏଠାରେ ଅଛି କଣ? ଆପଣଙ୍କ ସ୍ୱପ୍ନ, ଆପଣଙ୍କ ଭାଗ୍ୟ, ଆପଣଙ୍କ ଜୀବନ ଆସ୍ତେ ଆସ୍ତେ ହରାଉଛି। ଯଦି ଆପଣ ଆଜି ଏହି 5 ମିନିଟ ନ ଦେଲେ, ତାହେଲେ ଆପଣ କିଛି ବି କରିପାରିବେ ନାହିଁ। ବୁଦ୍ଧ ମଧ୍ୟ ଏହି କଥା କରିଥିଲେ। ସେ ଯେବେ ଜଙ୍ଗଲକୁ ଯାଉଥିଲେ, ପ୍ରତିଦିନ ତାଙ୍କ ମନକୁ ଏକଥା ମନେ ପକାଉଥିଲେ, ମତେ ତଥ୍ୟ ଦରକାର, ମତେ ମୋକ୍ଷ ଦରକାର। ଏହି ଫୋକସ ତାଙ୍କୁ ବୁଦ୍ଧ ବନେଇ ଦେଇଥିଲା। ମହାନତାର ମଞ୍ଜି ପ୍ରତ୍ୟେକ ଦିନ 5 ମିନିଟ ମାଟିରେ ପକେଇ ଦଉଥିଲେ। ଯଦି ଆପଣ ମଧ୍ୟ ଚାହାନ୍ତି ଆପଣଙ୍କ ଭାଗ୍ୟ ବଦଳିଯିବ, ତେବେ ଏହି 5 ମିନିଟ ର ମୂଲ୍ୟଟିକୁ ବୁଝନ୍ତୁ। ଆଜିଠାରୁ ଗୋଟେ ପ୍ରତିଜ୍ଞା କରନ୍ତୁ, ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳେ ଉଠିବା ପରେ ଆଖି ବନ୍ଦ କରନ୍ତୁ ଓ ନିଜକୁ କୁହନ୍ତୁ, ମୋ ସ୍ୱପ୍ନ ସତ୍ୟ ହେବ, ମୁଁ ମୋ ଜୀବନର ନିର୍ମାତା, ବ୍ରହ୍ମାଣ୍ଡ ମତେ ସାହାଯ୍ୟ କରୁଛି। 30 ଦିନରେ ଆପଣଙ୍କ ଭାବନା ବଦଳିବ, 60 ଦିନରେ ଆତ୍ମବିଶ୍ୱାସ ବଢିବ, 90 ଦିନରେ ଜୀବନର ଦିଗ ବଦଳେଇ ଯିବ। କିନ୍ତୁ ଯଦି ଆପଣ ଏହାକୁ ଟାଳିଦେବେ, ତେବେ ସବୁଠୁ ପୂର୍ବରୁ ଯେପରି ହେଉଥିଲା ସେଇଭଳି ହେବ। ଅଧୁରା ସ୍ୱପ୍ନ, ଅଧୁରା ପ୍ରୟାସ, ଅଧୁରା ଜୀବନ। ନିଷ୍ପତ୍ତି ଆପଣଙ୍କ ହାତରେ। ଯଦି ଆପଣ 5 ମିନିଟ ଦିଅନ୍ତି, ୟୁନିଭର୍ସ ଆପଣଙ୍କର ଦାସ ହେବ। ନ ଦିଅନ୍ତି, ଆପଣ ପରିସ୍ଥିତିର ଦାସ ହେଇଯିବେ। ଏବେ ଚିନ୍ତା କରନ୍ତୁ, ଆପଣ ଏହି 5 ମିନିଟକୁ ଠିକ ଭାବେ ବ୍ୟବହାର କରିବେ, କିମ୍ବା 95% ଲୋକମାନେ ଯେପରି ହେଉଛନ୍ତି ତାହାକୁ କାଲି ପାଇଁ ଛାଡିଦେବେ, କିନ୍ତୁ ଏହା ଆପଣଙ୍କୁ କେବେ ବି ଫଳପ୍ରଦ ହେବ ନାହିଁ। ଏହି 5 ମିନିଟ ଆପଣଙ୍କ ଜୀବନକୁ ବନେଇ ଦେଇପାରେ, କିମ୍ବା ଏହି ସ୍ୱପ୍ନକୁ ସର୍ବଦା ପାଇଁ ସ୍ୱପ୍ନ ଭଳି ରଖିଦେଇ ପାରନ୍ତି। ଆପଣ ମାନଙ୍କ ମନରେ ଏମିତି ଶକ୍ତି ଅଛି ଯାହା ସମ୍ପୂର୍ଣ୍ଣ ଜୀବନ, ଭାଗ୍ୟ, ଘଟଣା, ଲୋକମାନେ ସବୁକୁ ଆପଣଙ୍କ ଦିଗକୁ ଆକୃଷ୍ଟ କରିପାରିବ। ଏହା ଯାଦୁ ନୁହେଁ, ଏହା ହେଉଛି ଅବଚେତନ ମନ, ମାନେ ସବକନସିୟସ ମାଇଣ୍ଡ। ଏହି ମନ କେବେ ବି ବନ୍ଦ ହୁଏନି। ଆପଣ ଶୁଅନ୍ତୁ କିମ୍ବା ଚେଇଁକି ରହିଥାନ୍ତୁ, ତଥାପି ଏ ମନ କାମ କରୁଛି। ପ୍ରଶ୍ନ ଅଛି, ଏହା ଆପଣଙ୍କ ପାଇଁ କାମ କରୁଛି କି ଆପଣଙ୍କ ବିପକ୍ଷରେ, ମାନେ ଆପଣଙ୍କ ସପକ୍ଷରେ କାମ କରୁଛି ନା ଆପଣଙ୍କ ବିପକ୍ଷରେ? ଯଦି ଆପଣ ପ୍ରତିଦିନ 5 ମିନିଟ ଦେଇ
ମନକୁ ସଠିକ ଭାବେ ପ୍ରୋଗ୍ରାମ ନ କରିବେ ତେବେ ଦୁନିଆ ଆପଣଙ୍କ ସ୍ଥାନରେ ଏହାକୁ ପ୍ରୋଗ୍ରାମ କରିଦେବ। ଏହି ଅବଚେତନ ମନ ଯେଉଁଥିରେ ଆପଣ ଯାହା ଦିନକୁ ଦିନ ଦୋହରାନ୍ତି ସେହି ଆପଣଙ୍କ ଜୀବନରେ ଅଂଶ ହୁଏ। ଯଦି ଆପଣ କହିବେ ମୋ ପାଖରେ ଟଙ୍କା ନାହିଁ, ତେବେ ଆପଣଙ୍କ ମାଇଣ୍ଡ ତାହା ହିଁ ଅନୁଯାୟୀ ପରିସ୍ଥିତି ତିଆରି କରିଦେବ। ଯଦି ଆପଣ ଭାବିବେ ମୋ ଭାଗ୍ୟ ଖରାପ, ତେବେ ତାହା ବିଗାଡ଼ି ଦେବ। ଏହା ହେଉଛି ୟୁନିଭର୍ସାଲ ଲ ଅଫ୍ ଆଟ୍ରାକ୍ସନ। ଯାହା ଆପଣଙ୍କ ଭିତରେ ଦୋହରାନ୍ତି ସେଇଆ ଆପଣଙ୍କ ରିଆଲିଟି ହୁଏ। ଏବେ ଆସିଲା ମୂଳ ବିଷୟ। ଏହି 5 ମିନିଟ କଣ କରିବେ? ଏହି 5 ମିନିଟ ଆପଣଙ୍କ ଅବଚେତନ ମନକୁ ନୂଆ ନିର୍ଦ୍ଦେଶ ଦିଏ। ପୁରୁଣା ଗଲତ ପ୍ରୋଗ୍ରାମ, ଯାହା ସବୁ ଭୁଲ ପ୍ରୋଗ୍ରାମ ଥିଲା, ତାକୁ ହଟାଇବେ ଏବଂ ନୂଆ ସଫ୍ଟୱେୟାରକୁ ଡାଉନଲୋଡ କରିବେ। ମାନେ ଆପଣଙ୍କ ମନରେ ନୂଆ ଜିନିଷ ଭିତରକୁ ନେବେ। ଭାବନ୍ତୁ ମୋବାଇଲ ଅପଡେଟ ଯେପରି, ସେହିପରି ଦିନକୁ ଯଦି ଆପଣ କହନ୍ତି ମୁଁ ସଫଳ, ମୁଁ ଶକ୍ତିଶାଳୀ, ମୋ ସ୍ୱପ୍ନ ସତ୍ୟ ହେଉଛି, ଏହି ବାକ୍ୟ ଦିନକୁ ଦିନ ଆପଣଙ୍କ ଅବଚେତନ ମନରେ ବସିଯିବ। ଏହି ମନ ଆପଣଙ୍କ ପାଇଁ ନୂଆ ନୂଆ ସୁଯୋଗ ଆଣିଦେବ। ସଠିକ ଲୋକମାନେ ଜୀବନରେ ଆସିବେ, ଠିକ ଘଟଣା ଘଟିବ। ଏହା କେବଳ କଥା ନୁହେଁ, ଏହା ହେଉଛି ସାଇନ୍ସ, ସାଇକୋଲୋଜି, ନ୍ୟୁରୋ ସାଇନ୍ସ, କ୍ୱାଣ୍ଟମ ଫିଜିକ୍ସ ସମସ୍ତେ ଏହି କଥାକୁ ମାନନ୍ତି ଯେ ଆମର ଅବଚେତନ ମନ ଆମ ଭାବନାକୁ ରିଆଲିଟିକୁ ଆଣେ। ବୁଦ୍ଧ ମଧ୍ୟ କହିଥିଲେ ଆମେ ସେଇଆ ହଉ ଯାହା ଆମେ ଚିନ୍ତା କରୁ। ତେଣୁ ଭାବନ୍ତୁ, ଯଦି ଆପଣ ପ୍ରତିଦିନ 5 ମିନିଟ ନେଇ ନିଜର ଅବଚେତନ ମନକୁ ନିଜ ଗୋଲ ବିଷୟରେ ମନେ ପକେଇବେ, ତେବେ ସେ ମନ ଆପଣଙ୍କୁ ସେଇଠାକୁ ନେଇଯିବ। କିନ୍ତୁ ଯଦି ଆପଣ ଏହା ନ କରନ୍ତି, ତେବେ ଆପଣଙ୍କ ମନ ପୁରୁଣା ଡର, ଆଶଙ୍କା, ଭ୍ରାନ୍ତ ଏବଂ ଅବିଶ୍ୱାସ, ସେଇ ବିଶ୍ୱାସରେ ଭରି ରହିବ ଏବଂ ଆପଣଙ୍କ ଜୀବନ ମଧ୍ୟ ସେଇ ଡର, ଭୟ, ଆଶଙ୍କା ଓ ଆଘାତରେ ଭରିଯିବ। ଆପଣ ଏମିତି ଜୀବନ ଚାହାନ୍ତି କଣ? ନାଇଁ। ସେଥିପାଇଁ ଏହି 5 ମିନିଟ ଆପଣଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଇନଭେଷ୍ଟମେଣ୍ଟ ଅଟେ। ଦେଖନ୍ତୁ, ବିଶ୍ୱର ସବୁଠାରୁ ବଡ଼ କୋଟିପତି, ୱାର୍ଲଡର ଯେତେକ ସବୁ କୋଟିପତି ଅଛନ୍ତି, ଯେମିତିକି ଷ୍ଟେଭ୍ ଜବ୍ସ, ଏଲନ ମସ୍କ, ଓଫ୍ରା ୱିନଫ୍ରି, ସମସ୍ତେ ଅବଚେତନ ମନର ପ୍ରୋଗ୍ରାମିଂ ଶକ୍ତିକୁ ବୁଝିଥିଲେ। ଓଫ୍ରା ୱିନଫ୍ରି କହିଥିଲେ, ମୁଁ ପ୍ରତିଦିନ ସକାଳେ ନିଜକୁ ଏହା ମନେ ପକାଉଥିଲି କି ମୁଁ ମହାନ ହେବି। ତାଙ୍କର ଏହି ମନର ଦୃଢ଼ ବିଶ୍ୱାସ ଦିନେ ପ୍ରକୃତରେ ରିଆଲିଟିରେ ସତ୍ୟ ହେଇଗଲା। ଏହି ସମସ୍ତଙ୍କ ପାଖରେ ମଧ୍ୟ 24 ଘଣ୍ଟା ଥିଲା, କିନ୍ତୁ ସେମାନେ ପ୍ରତିଦିନ 5 ମିନିଟ ନିଜ ମନ ପାଇଁ ଦେଉଥିଲେ। ସେଥିପାଇଁ ଆଜି ସାରା ବିଶ୍ୱ ସେମାନଙ୍କୁ ମନେ ରଖିଛି। ପ୍ରତି ବଡ଼ ଖେଳାଳି, ବିଜନେସ ଆଇକନ, ସଫଳ ବ୍ୟକ୍ତି ଗୋଟିଏ ଜିନିଷ ନିଶ୍ଚିନ୍ତ କରନ୍ତି, ସେଟା ହଉଛି ଭିଜୁଆଲାଇଜେସନ, କଳ୍ପନା ଶକ୍ତି। ଯାହା ହବାକୁ ଚାହାନ୍ତି, ଯେଉଁ ଜୀବନର ସ୍ୱପ୍ନ ଦେଖନ୍ତି, ସେଥିରେ ପ୍ରଥମେ ଆପଣଙ୍କ ମନ ଗୋଟେ ଛବି ତିଆରି କରିଥାଏ। ଯଦି ଏହି ଛବି ମନରେ ନାହିଁ, ୟୁନିଭର୍ସ କେମିତି ଦବ? ଏବେ ଭାବନ୍ତୁ, ଯଦି ଗୋଟେ ଖେଳାଳି ପ୍ରତ୍ୟେକ ଦିନ ଏଇଟା କଳ୍ପନା କରିବ ଯେ ସେ ଖେଳରେ ହାରି ଯାଉଛି, ତେବେ କଣ ସେ କେବେ ଜିତି ପାରିବ? ଯଦି ଗୋଟେ ଛାତ୍ର ପ୍ରତିଦିନ ଭାବିବ ମୋ ପରୀକ୍ଷା ଖରାପ ହଉଛି, ତେବେ ସେ କଣ କେବେ ଟପ୍ କରିପାରିବ? ଯାହା ସବୁ ଆପଣ ମନରେ ଆପଣ ମନ ମାନି ନେଇଥାଏ, ସେଠାରେ ଦୁନିଆ କେବେ ବି ମାନେନି। ତେଣୁ ପ୍ରତ୍ୟେକ ଦିନ 5 ମିନିଟ ନିଅନ୍ତୁ। ଆପଣଙ୍କ ଲକ୍ଷ୍ୟର ଗୋଟେ ଛବି ମନରେ ତିଆରି କରନ୍ତୁ। ମୁଁ ମୋ ଡ୍ରିମ କାର ଚଲାଉଛି, ମୁଁ ଷ୍ଟେଜ ଉପରେ ଛିଡା ହେଇକି ନମସ୍କାର କରୁଛି, ଲୋକମାନେ ସବୁ ତାଳି ମାରୁଛନ୍ତି, ମୋର କୋଟିଏ ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି। ଯାହା ଆପଣଙ୍କ ମନରେ ଭାବନ୍ତି, ଦୁନିଆରେ କିଛି ବି ଅସମ୍ଭବ ନୁହଁ। ୟୁନିଭର୍ସ ସମସ୍ତଙ୍କୁ ଦବାକୁ ରାଜି ଅଛି, କିନ୍ତୁ ଆପଣ ତାଙ୍କ ସହିତ ଯୋଗାଯୋଗ ଠିକ କଲେ ସେ ଆପଣଙ୍କୁ ଦେବେ। ସମସ୍ତେ ସମାନ, ୟୁନିଭର୍ସଙ୍କର ଅଂଶ ଆମ ସମସ୍ତଙ୍କ ଦେହରେ ଅଛି। ତେଣୁ ଆମେ ସମସ୍ତେ ସବୁ କିଛି କରିପାରିବା, କିନ୍ତୁ କେବଳ ଆମର ଭରସା ଏବଂ ଆମ ହୃଦୟର ବିଶ୍ୱାସ ଉପରେ ଏହା ନିର୍ଭର କରେ। ଯେତେବେଳେ ଆପଣଙ୍କ ମନକୁ କୁହନ୍ତି ମୋର କୋଟିଏ ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି, ଯାହାବି ଆପଣଙ୍କ ଇଚ୍ଛାକୁ ଯେତେବେଳେ କହନ୍ତି, ଏହି ଛବି ଆପଣଙ୍କ ମନରେ ପୁରା ଅବଚେତନ ମନରେ ବସିଯିବ ଏବଂ ଏହି ମନ ନିଜେ ଆପଣଙ୍କ ପାଇଁ ରାସ୍ତା, ଲୋକ, ଘଟଣା ସବୁ ନିଜେ ନିଜେ ସୁଯୋଗ ଆପଣଙ୍କୁ ଦେବ। ମାଇଣ୍ଡ ଓ ୟୁନିଭର୍ସ ମଧ୍ୟରେ ଗଭୀର ସମ୍ପର୍କ ଅଛି। ବିଜ୍ଞାନ କହେ ଆପଣ ଯାହା ମନରେ ବାରମ୍ବାର ଦେଖନ୍ତି, ମନ ତାହାକୁ ସତ୍ୟ ମାନି ନେଇଥାଏ। ନ୍ୟୁରନ୍ସ ମାନେ ମନର ସନ୍ତାପ ତନ୍ତ୍ର, ଏଗୁଡା ସବୁ ନ୍ୟୁରନ୍ସ ଗୁଡାକ ଅଛି, ସେ ଛବି ଅନୁସାରେ ଆପଣଙ୍କ ଶରୀର, ଭାବନା ମାନେ ସବୁକୁ ପରିବର୍ତ୍ତନ କରିଦଉଛି। ତେଣୁ ଯେଉଁମାନେ ପ୍ରତ୍ୟେକ ଦିନ ଭିଜୁଆଲାଇଜ କରନ୍ତି, ତାଙ୍କର ଆତ୍ମବିଶ୍ୱାସ ବହୁତ ବଢିଯାଏ, ଭୟ କମିଯାଏ, ଗୋଟେ ନୂଆ ଉର୍ଜା ଆସେ। ନହେଲେ ମନ ପୁଣି ସେଇ ପୁରୁଣା ଛବିକୁ ଚଲାଏ। ମୁଁ ଗରିବ, ମୋ ଭାଗ୍ୟ ଖରାପ, ମୋ ସହିତ କିଛି ଭଲ ହେଉନାହିଁ।
ଏବଂ ତାହା ଅନୁସାରେ ଆପଣଙ୍କ ପାଖକୁ ଆସିବ। ସେଇ ପରିସ୍ଥିତି, ସେଇ ଲୋକ, ଆପଣ ଯାହା ଭାବିବେ ଯାହା ଖରାପ, ସେଇ ଭଳିଆ ଜିନିଷ ଆପଣ ପାଖକୁ ଆସିବ। ତେଣୁ ନିଜକୁ ଏବଂ ନିଜ ମନକୁ ପ୍ରଶ୍ନ କରନ୍ତୁ, ଆପଣ ନିଜ ସ୍ୱପ୍ନର ଶତ୍ରୁ ହେବାକୁ ଚାହାନ୍ତି କି? ତେବେ ତ୍ରୁଟି ରଖନ୍ତୁ। ପ୍ରତ୍ୟେକ ଦିନ 5 ମିନିଟ ଆଖି ବନ୍ଦ କରନ୍ତୁ, ଗଭୀର ଶ୍ୱାସ ନିଅନ୍ତୁ ଏବଂ ଏହି କଳ୍ପନା କରନ୍ତୁ, ମୁଁ ଏହି ଜନ୍ମରେ ସେଇ ବ୍ୟକ୍ତି ହୋଇସାରିଛି ଯାହା ମୁଁ ହେବାକୁ ଚାହୁଁଥିଲି। ମୁଁ ମୋ ସ୍ୱପ୍ନ ଜୀବନ ଜିଉଁଛି। ମୁଁ ସେଇ ଘର, ସେଇ ଗାଡି, ସେଇ ସମ୍ପଦ, ସେଇ ଲୋକଙ୍କ ସହିତ ଅଛି। ତାଙ୍କର ଶବ୍ଦ ଶୁଣନ୍ତୁ, ସେମାନଙ୍କର ବାସ୍ନାକୁ ଅନୁଭବ କରନ୍ତୁ ଏବଂ ତାକୁ ସବୁ ମନରେ ଭିଜୁଆଲାଇଜ କରି ଖୁସି ହୁଅନ୍ତୁ। ଏହି ଭିଜୁଆଲାଇଜେସନ ମନରେ ବସିଯିବା ପରେ ବ୍ରହ୍ମାଣ୍ଡ ନିଜେ ଆପଣଙ୍କ ପାଇଁ ରାସ୍ତା ଖୋଲିଦେବ। ବୁଦ୍ଧ କହୁଥିଲେ, ମନରେ ଯାହା ଅଛି ସେ ସବୁ ସଂସାରରେ ପ୍ରକଟିତ ହୁଏ। ନିକୋଲା ଟେସ୍ଲା ବି ମଧ୍ୟ କହିଥିଲେ, ଯଦି ତୁମେ ୟୁନିଭର୍ସକୁ ବୁଝିବାକୁ ଚାହଁ ତେବେ ଊର୍ଜା, ଫ୍ରିକ୍ୱେନ୍ସି ଓ ଭାଇବ୍ରେସନରେ ଚିନ୍ତା କର। ଯାହା ଛବି ଆପଣଙ୍କ ମନରେ ଆସୁଛି ତାର ଫ୍ରିକ୍ୱେନ୍ସି ୟୁନିଭର୍ସକୁ ପଠାଯାଏ ଏବଂ ସେଇ ଫ୍ରିକ୍ୱେନ୍ସି, ସେଇ ଘଟଣା, ସେଇ ଲୋକଙ୍କୁ ଆପଣଙ୍କ ପାଖକୁ ଆଣିଦିଏ। ଏବେ ଶୁଣନ୍ତୁ, ଯେତେବେଳେ ଆପଣ ୟୁନିଭର୍ସକୁ ଧନ୍ୟବାଦ କୁହନ୍ତି, ଆପଣ ଏହି ସନ୍ଦେଶ ପଠାନ୍ତି, ମୋର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇସାରିଛି ଏବଂ ୟୁନିଭର୍ସ ସେଇ ସନ୍ଦେଶ ଅନୁସାରେ କାମ କରେ। କିନ୍ତୁ ଆମେ କଣ କରୁ? ସକାଳେ ଉଠି ପୁରା ବିକ୍ଷୋଭ ଭାବରେ କରୁ, ମୋ ପାଖରେ ପଇସା ନାହିଁ, ମୋ ସହ ଅନ୍ୟାୟ ହଉଛି, ମୋ ଭାଗ୍ୟଟା ପୁରା ଖରାପ। ଏହି ଭାବନା ୟୁନିଭର୍ସକୁ ୟୁନିଭର୍ସ ଜିନିଷଟାକୁ ଧରି ପକାଏ। ୟୁନିଭର୍ସ କହୁଛି, ଠିକ ଅଛି, ତୁମେ ଯାହା କହୁଛ ସେୟା ହିଁ ମୁଁ ତମକୁ ଦେବି ଏବଂ ଆପଣଙ୍କ ପରିସ୍ଥିତି ଏଇଭଳି ଅଛି। କିନ୍ତୁ ଚମତ୍କାର କେବେ ଘଟିବ? ଯେତେବେଳେ ଆପଣ ବିନା କାରଣରେ ଭଗବାନଙ୍କୁ ଧନ୍ୟବାଦ ଦେବେ। ବିନା କାରଣ କଣ? କାରଣ ତ ଅଛି। ସକାଳୁ ଉଠିଲେ ଆପଣ ବଞ୍ଚିଛନ୍ତି ନା ନାଇଁ, ଆପଣଙ୍କ ନିଶ୍ୱାସ ଚାଲିଛି ନା ନାଇଁ, ଆପଣ ଚଲାବୁଲା କରିପାରୁଛନ୍ତି ନା ନାଇଁ, ତାଠୁ ଆଉ ବଡ କଣ? ସକାଳୁ ଉଠିବେ, ଥ୍ୟାଙ୍କ ୟୁ ୟୁନିଭର୍ସ, ମୁଁ ଆଜି ବଞ୍ଚିଛି। ଥ୍ୟାଙ୍କ ୟୁ ୟୁନିଭର୍ସ ଦ୍ୟାଟ୍ ଆଇ ଆମ୍ ଆଲାଇଭ୍। ଥ୍ୟାଙ୍କ ୟୁ ୟୁନିଭର୍ସ, ଆଇ ଆମ୍ ମୁଭିଂ କ୍ଲୋଜର ଟୁ ମାଇ ଡ୍ରିମ୍ସ। ଥ୍ୟାଙ୍କ ୟୁ ଭଗବାନ, ଥ୍ୟାଙ୍କ ୟୁ ୟୁନିଭର୍ସ, ମୁଁ ମୋ ସ୍ୱପ୍ନ ପ୍ରତି ବହୁତ ସ୍ୱପ୍ନ ପାଇଁ ପୁରା ବହୁତ ପାଖରେ ଅଛି, ମୋ ସ୍ୱପ୍ନକୁ ପାଇବା ପାଇଁ, କିମ୍ବା ମୁଁ ମୋ ସ୍ୱପ୍ନକୁ ଜିତି ସାରିଛି। ଏହି ଥ୍ୟାଙ୍କ ୟୁ ଶବ୍ଦ ଆପଣଙ୍କ ମନର ଫ୍ରିକ୍ୱେନ୍ସିକୁ ପରିବର୍ତ୍ତନ କରିଦିଏ। ତେବେ ପ୍ରତ୍ୟେକ ଦିନ ସକାଳୁ ଉଠନ୍ତୁ, ଆଖି ବନ୍ଦ କରି ଦୀର୍ଘ ନିଶ୍ୱାସ ନିଅନ୍ତୁ, ୟୁନିଭର୍ସକୁ ଧନ୍ୟବାଦ ଜଣାନ୍ତୁ। ଯାହା ଆପଣଙ୍କ ଦରକାର ସେଇ ଜିନିଷକୁ କୁହନ୍ତୁ, ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ମୋ ସ୍ୱପ୍ନର ଚାକିରି ଦେଇଥିବାରୁ। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ମୋ ସ୍ୱପ୍ନର ଘର ଦେଇଥିବାରୁ। ଯାହା ଆପଣଙ୍କର ଦରକାର ୟୁନିଭର୍ସକୁ 5 ମିନିଟ ସକାଳୁ ଆଖି ବନ୍ଦ କରି କୁହନ୍ତୁ, ସେ ଜିନିଷକୁ ଭିଜୁଆଲାଇଜ କରନ୍ତୁ ଏବଂ ଧନ୍ୟବାଦ ଜଣାନ୍ତୁ। ଦେଖିବେ ଆପଣଙ୍କ ସ୍ୱପ୍ନ ନିଶ୍ଚିନ୍ତ ପୂର୍ଣ୍ଣ ହେବ। ଆପଣଙ୍କୁ ଯଦି এই ଭିଡିଓଟି ଭଲ ଲାଗିଛି ତାହେଲେ ଭିଡିଓର ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ସିୟାରାମ।